ଠାକୁରେ ମୋର ଏଇ ଦି କନ୍ୟା କଣ ଚୁଡ଼ିଲା ଏଇ ଦି ଜଣ ନରହନ୍ତା ମାନେ ମତେ ଆଉ ମୋ ଶିଶୁ ପୁତ୍ରକୁ ମାରିଦେବେ। ନାଇଁ ନାଇଁ ମୁଁ ଏ ରାଜ୍ୟରେ ରହିବିନି। ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। ଦରକାର ନାହିଁ ମୋ ପୁଅ ପାଇଁ ଏ ରାଜକନ୍ୟା। ଯାଏ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। আরে আদিত্য বাবু তুমি পুরি এঠি কোন হয়েছি? এমিতি আখিরু ধার ধারা লুহটা বাহারি পড়ুছি পুଣି କଅଁଳା ଶିଶୁରାକୁ ଧରିକି କୁଆଡ଼େ ଦୌଡ଼ିକି ବାହାରିଛନ୍ତି? ଆପଣ ଜାଣିନାହାନ୍ତି କି ମତେ ଆମର ଏଇ କଅଁଳା ଶିଶୁ ପୁତ୍ରକୁ ଛାଡ଼ି ମୋ ପଦ୍ମାବତୀ ଆର ପାରିକୁ ଚାଲିଗଲେ। ମୋ ପୁଅ କାନ୍ଦୁଥିଲା ତ ସେଥିପାଇଁ ଏ ଉଦ୍ୟାନରେ ଟିକେ ମୋ ପୁଅକୁ ବୁଲାବୁଲି କରୁଥିଲି। ଆରେ ସେଇ କଥା ଶୁଣିକି ସେନାପତି ବାବୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆଉ ମୋରି ଅବସ୍ଥା ତ ତୁମେ ନିଜେ ଦେଖୁଛ। ତେଣୁ କରି ସେନାପତି ବାବୁ ଆଉ ମୁଁ ଗୋଟାଏ ଚରମ ନିଷ୍ପତ୍ତି ନେଇ ଯାଇଛୁ। ନିଷ୍ପତ୍ତି ନେଇଛ? ଆଉ ଥରେ ତୁମେ ବାହା ହେଇ ପଡ଼। ନାଇଁ ନାଇଁ ଗୁମାସ୍ତା ବାବୁ ନାଇଁ, ମୁଁ ଆଉ କେବେ ବି ଦ୍ୱିତୀୟ ବିବାହ କରିବିନି। ଏ ଜଜ ଏବେ କଣ ହେଇଛି? କଣ ରହିଛି ସେ କଥା ପଚାର। ଏବେ କାଇ ପାଇଁ କାନ୍ଦୁଛୁ? ଆଚ୍ଛା ଏଇନା ମହାମନ୍ତ୍ରୀ କଣ କଲେ ଜାଣିଛନ୍ତି? କଣ କହୁଛି? ଆବେ ଛୋଟ ସେ କୁକୁର ସେନାପତି ଗୋଲା করে বে সেই শলা মাইচা নপুংসক গোলা করে। এইনে যদি সেই শলাକୁ ଦେଖିଦେବି তার তন্টি চিপিকি রক্ত পিবি কইলা যায়। ନା ମୁଁ ସେମିତି କିଛି କହିନି, ଏ ମିଛ କହୁଛି। ମହାମନ୍ତ୍ରୀ ଆଦିତ୍ୟ ନାରାୟଣ ତାହେଲେ ତୁ ଆମ୍ଭ ଦୁଇ ଜଣଙ୍କ କଥାଟା ଶୁଣି ଏଠୁ ଧାଇଁକି ଗଲୁ? ହଁ ମୁଁ ତମ ଦି ଜଣଙ୍କ କଥା ସବୁ ଶୁଣି ସାରିଛି। ଭଲ କରିଛୁ, ଆଉ ଯାହା ବି ଶୁଣିଛୁ ଠିକ ଶୁଣିଛୁ। ଏଇନେ ଯାଉଛି ମୁଁ ମୋ ରାଜାଙ୍କୁ କହିବି। ଏବେ ଯା ଯା କହିବୁ ଯା। ଏବେ କେମିତି କହିବୁନି? ରାଜା ସହିତ ସମ୍ମତି ହେଇଛୁ ଯେତେବେଳେ ସମୁଦିକୁ ନ କହି କଣ ତୁ ଶାନ୍ତିରେ ରହିପାରିବୁ? ନାଇଁ 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 ନାଇଁ। ଏବେ ଯା ଯା କହିବୁ ତୁ ସମୁଦିକୁ, ହେ ସମୁଦି ମତେ ମାରିଦେବେ, ମୋ ପୁଅଟାକୁ ମାରିଦେବେ, ଆବଶ୍ୟକ ପଡ଼ିଲେ ଆପଣଙ୍କୁ ମାରିଦେବେ। ଯା ଯା କହୁଛି ଯା। ହଁ ଏଇନେ ଯାଉଛି କହିବି କହିବି। ଆରେ ବାବା ସାଗର ଚାଲ ଆମେ ଏଠି ଜମା ରହିବାନି ବାବା। ସମୁଦିକୁ କହିବୁ। ଆମ ଘରକୁ ପଳେଇବା ରେ ଏବେ ବାବା। ଯା। ମନ୍ତ୍ରୀ ଆଦିତ୍ୟ ନାରାୟଣ ଏବେ ଏଠାକୁ ଯିଏ ଆସିଛି କେବଳ ଆସିବାର ପାଦ ଚିହ୍ନଟା ଅଛି, କିନ୍ତୁ ଫେରିବାର ପାଦ ଚିହ୍ନଟା ନାହିଁ ରେ। ଏଇ ବଞ୍ଚିବାକୁ ଚାହୁଁଛୁ ନା? ନାଇଁ ଆରେ ତୁ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ତୋର ଏଇ କଅଁଳା ଛୁଆଟାକୁ ମୋ ହାତକୁ ବଢେଇ ଦେ। ନା ମୁଁ ମୋ ପୁଅକୁ ମୁଁ ଜମା ଦେବିନି। ଆରେ ଦେ କହୁଛି। ଆରେ ବଞ୍ଚିଯିବୁ ରେ ବାରାଣ, ତୋ ପୁଅଟାକୁ ମତେ ଦେଇଦେ। ନା ମୁଁ ଦେବିନି ଜମା। ଆମେ ତୋ ପୁଅଟାକୁ ଯଦି ନ ଦେବୁ ମାରାଣ ବାପା ପୁଅ ଦି ଜଣଙ୍କୁ ମାରିଦେବି। ନାଇଁ ନାଇଁ ସେନାପତି ବାବୁ ନାଇଁ, ମତେ ଆମ ଶିଶୁ ପୁତ୍ରକୁ ଛାଡ଼ି ଦିଅ। ମୁଁ ଏ ରାଜ୍ୟରେ ରହିବିନି। ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। ମୋ ଜୀବନ ଥିବା ପର୍ଯ୍ୟନ୍ତ ଏ ରାଜ୍ୟକୁ କେବେ ବି ଫେରିବିନି। ଜାଣିଛି ମୁଁ ଜାଣିଛି ଠିକ ଏମିତି କହିବ, ମତେ ଛାଡ଼ି ଦିଅ, ମୋ ପୁଅଟାକୁ ଛାଡ଼ି ଦିଅ, ମୁଁ ଏ ରାଜ୍ୟରେ ଜମାରୁ ରହିବିନି, ଏ ରାଜ୍ୟ ଛାଡ଼ି ଚାଲିଯିବି, ଜୀବନ ଥିବା ପର୍ଯ୍ୟନ୍ତ କେବେ ବି ଏ ରାଜ୍ୟକୁ ଫେରିବି ନାହିଁ। ତୋ ପୁଅଟା ବଡ଼ ହେଲା ପରେ ନାଇବେ, ତୋ ପୁଅଟା ବଡ଼ ହେଲା ପରେ ବଡ଼ ବେଶ ସଜାଇ ରାଜା ଝିଅକୁ ବାହା କରିବା ପାଇଁ ଆସିବୁ। ନା ନାଇଁ ମୁଁ କେବେ ବି ଆସିବିନି। କହୁଛେ ନା ମୁଁ ଜମା ତୋ ଦେବିନି। ପୁଅଟାକୁ ଦେ। ନା ମୁଁ ମୋ ପୁଅକୁ ଦେ ଦେବିନି। କହୁଛୁ ବେ। ନା ମୁଁ ତୋ ଜମା ଦେବିନି। ପୁଅଟାକୁ ଦେ।
সেনাপতি বাবু এটা কোন মଣିষ মারিবা জিনিস না এটি মଣିষ মরিবে আরে বাবু এটি তো মশাটিয়ে মরিবে নেই মଣିষ তো ছাড়ন্তু আহাও না এইটা ହେଉଛି ମଣିଷ ମରା ଜିନିଷ ଯୋଉ ଜାଗାରେ ମଣିଷ ଜାତି ଉତ୍ପାତ କରନ୍ତି ୟାକୁ ସେଇ ଜାଗାରେ ବ୍ୟବହାର କଲେ ମଣିଷଙ୍କ ଆତ୍ମାଟା ଆରାମରେ ସ୍ୱର୍ଗକୁ ଯାଇଥାଏ କଥାରେ କହନ୍ତି ପ୍ରସାଦ ଖାଇବ ନିଜ ତୁଣ୍ଡରେ ହାତ ପୋଛିବ ପର ମୁଣ୍ଡରେ ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଳ ପଟ ଆଉ ରାତି ଗଲେ ପୁରା ଛିନ୍ନ ଆଗ ଯାଏ ସେନାପତି ପଛରେ ଯଦି ନ ରବି କଥାଟା ଗଲ ମାଲିଆ କରିଦେବ ନା ଯେ ବୋପା ମାହା ବାଲବର ଦୁର୍ଗା ଆଜି ତୋରି କରିରେ ମା ଏ ଜଙ୍ଗଲରେ ଗୋଟାଏ ଦସ୍ୟୁର ପରିଚୟ ବଞ୍ଚିছিল ମା କଣ ପାଇଲେ ମା କଣ ପାଇଁ ତୁ ମତେ ଗୋଟେ ପଥରା ମଣିଷ ସଜାଇଥିଲ ମା ଆଉ କଣ ପାଇଁ ତୁ ମତେ ଗୋଟେ ଲକ୍ଷ୍ୟ ବିହୀନ ମଣିଷ କରି ବଞ୍ଚିছিল ମା ଓ ଏଇଥିପାଇଁ ନା ରେ ବାବୁ ଦସ୍ୟୁ ଏ ଜଙ୍ଗଲରେ ବଞ୍ଚି ରହିଥିବୁ ଲୋକଙ୍କର ମଙ୍ଗଳ କରିବୁ ଜୀବନରେ କେବେ ତୁ କାହାର ଅନିଷ୍ଟ ଘଟେଇବୁନି ଆଉ ସେଇଥିପାଇଁ ମା ସେଇଥିପାଇଁ ତୁ ମତେ ଗୋଟେ ପଥରା ମଣିଷ ସଜାଇ ଦେଇଥିଲ ମା ବା ମାନିବାକୁ ପଡିବ ମା ମାନିବାକୁ ପଡିବ ତୋର ମହିମା ଆରେ ହଁ ମୁଁ ହଉଛି ଏ ଜଙ୍ଗଲ ଦସ୍ୟୁ ତମର ଜଣାସି ଭଲ ମଣିଷ ମାନଙ୍କ ପାଇଁ ମୁଁ ଗୋଟାଏ ଭଲ ମଣିଷ ଆଉ ଶୈତାନ ମାନଙ୍କ ପାଇଁ ଓ ହେଇଯାଏ ଗୋଟାଏ শয়তান কিন্তু সেই গোটাই স্বপ্ন ମୋ ମନକୁ ବାରମ୍ବାର ବିବ୍ରତ କରୁଛି ଆରେ କେବେ କୋଉଦିନ ଖୋଜି ପାଇ ପରିଚୟ ନାଇଁ ଖୋଜିବି ବାସ୍ତବିକରେ ଖୋଜିବି ମୋ ପରିଚୟକୁ ଖୋଜି ପାଇବ ଅତୀତକୁ ଆଉ ଯେ ପର୍ଯ୍ୟନ୍ତ ନ ପାଇଛ ପରିଚୟ ସେ ପର୍ଯ୍ୟନ୍ତ অহরহ খোঁজাবি মোর সেই পরিচয়টাকু বস মোর সেই মতে বাবাকে ছাড়ি দিও দেখবে মতে মারেনি দেখবে তো আরে বলতে কিছু করবি কোন হেছি আরে বহাস তবে কি আরে কাহি যাচ্ছ কি ভাগ বসে ভাগ କଣ ହେଲା କେବେ ତୁ ଆଉ ସେ ପ୍ରଶ୍ନ ମୋ ପଚାରେ ତୁ କିଏ ବେ ଆରେ ମୁଁ ହେଉଛି ଗୋଟାଏ ଶୈତାନ ଆଉ ତୋ ଭଳିଆ ଶୈତାନ ମାନଙ୍କର ବାପା ହଉଛି ମୋ
ଚିତ୍କାର କରନା କହୁଛି ଏକଦମ ଚୁପ ଏକଦମ ଚୁପ ଆଜ୍ଞା ଏକଦମ ଚୁପ ଆଜ୍ଞା ପଳେଇବା ମାଡ ଫାଟ ହେଇଯିବ ଆପଣଙ୍କର ବୋପା ପିଟିରୁ ବାହାର କରିଦବ ଚୋପା ପଳେଇବା ଆଜ୍ଞା ଠେସି ପକେଇବେ ପଳେଇବା ବେକାର ମାଡ আবে এ দেরি হেবার তোর গোড়া বারাজ করছি ଏବେ କୋଉଟା ନିରୀହ ମଣିଷ ଥାଉ ତାଖରେ ଏଇ! ଏଇଟା ହେଉଛି ମୋ ଶତ୍ରୁ କଣ ହେଲା ଆଉ ଏଇ ଶତ୍ରୁକୁ ସଂହାର କରିବା ହେଉଛି ମୋ କର୍ତ୍ତବ୍ୟ ଆରେ ମଣିଷ ବା କିଛି ଡଳବେ ତୁ ବେ ମଣିଷ ଭିତରେ କେବେ ମଧ୍ୟ ଶତ୍ରୁତାର ଭାବ ଆସେନି ଆସେ କେବଳ ମିତ୍ରତାର ଭାବ এইটা যেମିତି ଜୀବନ ସମ୍ମାନ ରଖିଥିବୁ ଜୀବନ ସେବା ରଖିଥିବୁ ତୋର ଏଇ ନୀତି ଉପଦେଶ ଶୁଣିବା ପାଇଁ ମୋ ପାଖରେ ସମୟ ନାହିଁ ପଳେଇ ଯା ହଁ ସମୟ ନାହିଁ ତ ପଳେଇ ଯା ମୁଁ ଏଠୁ ହଁ ଯିବି। ପଳେଇ ଯା ନାଇଁ ଏବେ ଶୁଣ ଏ ବାପ ପୁଅ ଦୁଇ ଜଣଙ୍କୁ ନ ମାରିଲା ଯାଏ ଏ ଜାଗା ଛାଡି କୁଆଡେ ବି ଯିବିନି କଣ ମୋ ସାମ୍ନାରେ ମାରିବୁ ତୋରି ସମ୍ମୁଖରେ ଏ ବାପ ପୁଅ ଦୁଇ ଜଣଙ୍କୁ ମାରିବି ମାରିଦେବି ମାରିକି ଦେଖାବେ ମାରିଦେବେ ମାରିକି ଦେଖାବେ ଚୁପଚାପ ହେଠା ଆଉ ପାଦ ଯଦି ଆଗିବୁ ନା ତ ଗୋଡ଼ ହାତ କାଟି ଏଠି ଥୋଇଦେବି ତାଳ ଗଛ ପରି ବାଟ ଚାଲିବୁ ନା ମଣିଷ ତାଳ ଗଛ ପରି ବାଟ ଚାଲିବୁ ମରିବୁ ଫଳ ଗଛ ସହିତ ପଳେଇ ଯା ମରିବୁ କିଏ ମରିବ ତୁ ମୁଁ ମରିବି ଆଗ ତୁ ମରିବୁ ମତେ ମାରିବୁ ହଁ ହାଇ ଆରେ ତୁ ନ ମଲେ ଏ ବାପ ପୁଅ ଦୁଇ ଜଣଙ୍କୁ ମାରି ପାରିବିନି ଆଗ ତୁ ମାରିବୁ ତତେ ମାରିବି ଆଗ ଆଗ ତତେ ତ ମାରିକି ଦେଖାବେ ଶଳା ମାରିକି ଦେଖାବେ ସର ଚଣ୍ଡାଳ ମରିବୁ ବେ ହଁ ବେ ମରିବୁ ବେ ମୋତେ ଆମ ଶିଶୁ ପୁତ୍ରକୁ ବଞ୍ଚେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।